ପିଲାମାନେ ଆଜି ଆମେ ଦ୍ୱିଘାତ ସମୀକରଣ ବିଷୟରେ ପଢ଼ିବା। ଦ୍ୱିଘାତ ସମୀକରଣର ଏହି ଅଧ୍ୟାୟରେ ଆମେ ମୂଳଦ୍ୱୟର ସ୍ୱରୂପ, ମୂଳଦ୍ୱୟ ଓ ସହଗ ମଧ୍ୟରେ ସମ୍ପର୍କ ତଥା କେତେଗୁଡ଼ିଏ ଜ୍ଞାତବ୍ୟ ସୂତ୍ର ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ମୂଳଦ୍ୱୟର ସ୍ୱରୂପ କ'ଣ ତାହା ଜାଣିବା। ଦ୍ୱିଘାତ ସମୀକରଣର ପ୍ରଭେଦକ D କୁ ବିଚାରକୁ ନେଇ ସମୀକରଣର ମୂଳଦ୍ୱୟର ସ୍ୱରୂପ ନିରୂପଣ କରାଯାଇଥାଏ। ମୂଳଦ୍ୱୟର ସ୍ୱରୂପ ଜାଣିବା ପୂର୍ବରୁ ପ୍ରଥମେ ଆମେ ପ୍ରଭେଦକ ବା D କ'ଣ ତାହା ଜାଣିବା ନିତାନ୍ତ ଆବଶ୍ୟକ। D ଯଦି 0 ଠାରୁ ବଡ଼ ହୁଏ ତାହେଲେ ମୂଳଦ୍ୱୟ ବାସ୍ତବ ସଂଖ୍ୟା ହେବେ ଏବଂ ପରସ୍ପର ଠାରୁ ପୃଥକ ହେବେ। D ଯଦି 0 ସହ ସମାନ ହୁଏ ତେବେ ମୂଳଦ୍ୱୟ ବାସ୍ତବ ସଂଖ୍ୟା ହେବେ ତଥା ଏକ ଓ ଅଭିନ୍ନ ହେବେ। D ଯଦି 0 ଠାରୁ ସାନ ହୁଏ ତେବେ ମୂଳଦ୍ୱୟ ବାସ୍ତବ ସଂଖ୍ୟା ହେବେ ନାହିଁ। ଏଠାରେ ଆମେ ଏକ ଟେବୁଲ ମାଧ୍ୟମରେ ମୂଳଦ୍ୱୟର ସ୍ୱରୂପ ଏବଂ D ସହ ଏହାର ସମ୍ପର୍କ ବିଷୟରେ ଜାଣିପାରିବା। ପ୍ରଥମେ ଆମେ ଦେଖିବା D ଯଦି 0 ଠାରୁ ବଡ଼ ହେଉଛି ତେବେ ମୂଳଦ୍ୱୟ ବାସ୍ତବ ଏବଂ ଅସମାନ ହେବେ। ମୂଳଦ୍ୱୟ ପରିମେୟ କିମ୍ବା ଅସମାନ ହୋଇପାରନ୍ତି ତଥା ମୂଳଦ୍ୱୟ ଅପରିମେୟ ତଥା ଅସମାନ ହୋଇପାରନ୍ତି। ଏହିପରି କ୍ଷେତ୍ରରେ ବୀଜ ଦୁଇଟି ହୋଇଯିବେ -b ପ୍ଲସ୍ √d/2a ଓ -b ମାଇନସ୍ √d/2a। ଦ୍ୱିତୀୟ କ୍ଷେତ୍ରରେ ଆମେ ଦେଖିବା D ଯଦି 0 ସହ ସମାନ ହୁଏ ତେବେ ମୂଳଦ୍ୱୟର ସ୍ୱରୂପ ବାସ୍ତବ ହେବ ଏବଂ ମୂଳଦ୍ୱୟ ସମାନ ହେବେ। ଏହିପରି କ୍ଷେତ୍ରରେ ମୂଳଦ୍ୱୟ ହେବେ -b/2a। ଯଦି D ର ମାନ 0 ଠାରୁ ସାନ ହୁଏ ତେବେ ମୂଳଦ୍ୱୟ ଅବାସ୍ତବ ହେବେ ଅର୍ଥାତ୍ ଏହାର କୌଣସି ବାସ୍ତବ ମୂଳ ରହିବ ନାହିଁ। ପିଲାମାନେ ବର୍ତ୍ତମାନ ଆମେ ମୂଳଦ୍ୱୟ ଓ ସହଗ ମଧ୍ୟରେ ସମ୍ପର୍କ କ'ଣ ତାହା ଜାଣିବା। ମୂଳଦ୍ୱୟର ସମଷ୍ଟି। ମୂଳଦ୍ୱୟର ସମଷ୍ଟିକୁ ଆମେ α ପ୍ଲସ୍ ବିଟା ଇକ୍ୱାଲ୍ ଟୁ -b ପ୍ଲସ୍ b² - 4ac√2a ଯୋଗ -b ମାଇନସ୍ b² - 4ac√2a ହିସାବରେ ଲେଖିପାରିବା। ଏହାକୁ ସମାଧାନ କଲେ ଆମକୁ ମିଳିବ ମୂଳଦ୍ୱୟର ସମଷ୍ଟି ହେବ -b/a। ସେହିପରି ମୂଳଦ୍ୱୟର ଗୁଣଫଳ ଅର୍ଥାତ୍ ଆଲଫା ଇଣ୍ଟୁ ବିଟା ଆମକୁ ମିଳିବ c/a। ଏଠାରେ b, a ଏବଂ c ଏହି ତିନୋଟି ହେଉଛନ୍ତି ଦ୍ୱିଘାତ ସମୀକରଣର ସହଗ। ଏଠାରେ ଆମେ ସହଗ ଏବଂ ମୂଳଦ୍ୱୟ ମଧ୍ୟରେ ସମ୍ପର୍କ ଅବସ୍ଥାପିତ କରିବା। ପିଲାମାନେ ବର୍ତ୍ତମାନ ଆମେ କେତୋଟି ସୂତ୍ର ମନେ ରଖିବା ଯାହାକୁ ଆମେ ଦ୍ୱିଘାତ ସମୀକରଣର ସମାଧାନ କରିବା ସମୟରେ ବାରମ୍ବାର ପ୍ରୟୋଗ କରିବା। ପ୍ରଥମ ସୂତ୍ରଟି ହେଲା ଆଲଫା ମାଇନସ୍ ବିଟା ଇଜ୍ ଇକ୍ୱାଲ୍ ଟୁ ପ୍ଲସ୍ ମାଇନସ୍ b² - 4ac/a। ଆଲଫା ସ୍କ୍ୱେର୍ ପ୍ଲସ୍ ବିଟା ସ୍କ୍ୱେର୍ ଇଜ୍ ଇକ୍ୱାଲ୍ ଟୁ b² - 2ac/a²। ଆଲଫା ସ୍କ୍ୱେର୍ ମାଇନସ୍ ବିଟା ସ୍କ୍ୱେର୍ ଇକ୍ୱାଲ୍ ଟୁ -b ଇଣ୍ଟୁ √b² - 4ac/a²। ଆଲଫା କ୍ୟୁବ୍ ପ୍ଲସ୍ ବିଟା କ୍ୟୁବ୍ ଇକ୍ୱାଲ୍ ଟୁ -b ଇଣ୍ଟୁ b² - 3ac/a³। ଆଲଫା ବାଇ ବିଟା ପ୍ଲସ୍ ବିଟା ବାଇ ଆଲଫା ଇକ୍ୱାଲ୍ ଟୁ b² - 2ac/ca। ପିଲାମାନେ ଏହି ବିଷୟରେ ଆମେ ମୂଳଦ୍ୱୟର ସ୍ୱରୂପ କ'ଣ ଏବଂ ପ୍ରଭେଦକ D ସହ ଏହାର ସମ୍ପର୍କ କ'ଣ ତାହା ଜାଣିବାକୁ ପାଇଲେ। ମୂଳଦ୍ୱୟ ଓ ସହଗ ମଧ୍ୟରେ କ'ଣ ସମ୍ପର୍କ ରହିଛି ଯେପରିକି ମୂଳଦ୍ୱୟର ଗୁଣଫଳ ଏବଂ ମୂଳଦ୍ୱୟର ସମଷ୍ଟି କ୍ଷେତ୍ରରେ ସହଗ ସହ କ'ଣ ସମ୍ପର୍କ ରହିଛି ତାହା ଆଲୋଚନା କଲେ। କେତେଗୁଡ଼ିଏ ଜ୍ଞାତବ୍ୟ ଫଳାଫଳ ଯାହାକି ସମୀକରଣ ସମାଧାନ କ୍ଷେତ୍ରରେ ପ୍ରୟୋଗ ହୋଇପାରିବ ତାହା ବିଷୟରେ ଜାଣିଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଦ୍ୱିଘାତ ସମୀକରଣ କିପରି ଗଠନ କରିବା ତାହା ଶିଖିବା ତଥା ଦ୍ୱିଘାତ ସମୀକରଣ ରୂପରେ କୌଣସି ଏକ ସମୀକରଣକୁ କିପରି ରୂପାନ୍ତରଣ କରିପାରିବା ତାହା ବିଷୟରେ ଆଲୋଚନା କରିବା।